ଆଜ୍ଞା ଆଜ୍ଞା। ତେଣୁ ଗୀତାରେ ବି ସେ କଥା କହୁଛି ଅଭ୍ୟାସ ଯୋଗରେ ଅଭ୍ୟାସୀ ଚିତ ଏକାଗ୍ର ବଳେ ସେ ହୁଁ ଦିବ୍ୟ ପରମ ପୁରୁଷ ଜୀବ ଲଭଇ ହେଳେ। ତେଣୁ ଆଜ୍ଞା ଅଭ୍ୟାସ ଯୋଗରେ ଅଭ୍ୟାସୀ, ତେଣୁ ଅଭ୍ୟାସ ଯୋଗ ଯୁଗୁତେ ନ ଚେତ ସା ନାନ୍ୟ ଗାମିନା ପରମଂ ପୁରୁଷଙ୍ଗ ଦିବ୍ୟଂ ଜାତି ପାର୍ଥାନୁ ଚିନ୍ତୟନ୍। ତେଣୁ ଆମେ ଅଭ୍ୟାସ ନ କଲେ ଆମେ କିଛି କରିବାନି, ଖାଲି କହିବା ନା ଆମର ହେଇଯାଉ, ହବ କେମିତି? ଆପଣ ବହୁତ ଦେଖୁନାହାନ୍ତି, ଆପଣଙ୍କ ଯୋଉ ମାନେ ପିଲା ବେଳଠୁ ହୁଁ, ଆପଣ ଲାଗି 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 ଆଜିକା ସମୟରେ ଆସି ପହଞ୍ଚେଇକିରି ଆପଣ ଆଉ ଜଣଙ୍କୁ ବୁଝେଇ ପାରୁଛନ୍ତି। ଖାଲି ସେତିକି ନୁହେଁ, ମୋ ଜୀବନରେ ପିଲାଦିନରୁ ମୁଁ ସମାଜ ଠାରୁ ଡିଟାଚ୍। ହଁ ବା। ପିଲାଦିନରୁ ଯୋଉ ହଁ ପିଲାମାନେ ସବୁ ଖେଳ ଖେଳନ୍ତି, ମୁଁ ତାଙ୍କ ହୁଁ ପାଖକୁ ଯାଏ ନା। ପଖାଳ ଖଣ୍ଡେ ହଁ ଖାଇ ଦେଇକି ହଁ ହଁ ସ୍କୁଲକୁ ଯିବି, ପୁଣି ହୁଁ ମୁହଁକୁ ତଳକୁ ମାଡ଼ିକି ମୁଁ ପଳେଇ ଆସିବି। ମୁଁ କାହା ଆଜ୍ଞା ସାଙ୍ଗରେ ଆଜ୍ଞା ମିଶେ ନା, ଇରେ କୋଉଠିକି ଯାଏ ବାବା ନା। ହୁଁ। ଏବେ ମଧ୍ୟ ଏପର୍ଯ୍ୟନ୍ତ ସେ ରାଜନୀତି, କୂଟନୀତି, ଧର୍ମନୀତି କି ଛାଡିକି ଅନ୍ୟ ଯେକୌଣସି ନୀତି, କୋଉ ନୀତି ସହିତ ମୋର ମାନେ ସମ୍ପର୍କ ନାହିଁ। ହଁ ହଁ ନଥିବାରୁ ହଁ ମୁଁ ରିସର୍ଚ୍ଚ କରିକି ଆଜି ଏଇ କଥା ଗୁଡାକ ଆପଣ ମାନଙ୍କ ପାଖରେ ପହଞ୍ଚେଇ ପାରୁଛି। ଓହୋ, କି ସୁନ୍ଦର ଲାଗୁଛି ଏସବୁ ଜିନିଷ। ତେଣୁ ମୁଁ ଯଦି ସେଥିରେ ସବୁ ଆଟାଚ୍ ହେଇକି ଥାଆନ୍ତି, ନା ତାହେଲେ ମୁଁ କେମିତି ହେଇନଥାନ୍ତା। କରିବି? ଧରନ୍ତୁ ମୁଁ ବୁଝେଇ ଦଉଛି, ମୁଁ କାହା ନାଁ କହୁନି, ଏଇ ଯୋଉ ହୁଁ ଆଜିକାଲି ଯୋଉ ହୁଁ ସବୁ କଟକ, ପୁରୀ, ଭୁବନେଶ୍ୱର କି ଭାରତର ଚାରିଆଡେ ଯୋଉ ବାବାଜୀ ମାନେ ଅଛନ୍ତି, ଆଜ୍ଞା କିଏ ଆଜ୍ଞା ଗଞ୍ଜେଇ ଧରିଲାଣି, କିଏ ଭଜନ କୀର୍ତ୍ତନ କଲାଣି, କିଏ ତାର ଖାଇବା ଉପରେ ମାତିଲାଣି, କିଏ ଆଜ୍ଞା ଫିଷ୍ଟ କଲାଣି, କିଏ ଟଙ୍କା ଆଜ୍ଞା ରୋଜଗାର କଲାଣି, କିଏ କାମିନୀ ଆଜ୍ଞା ପଇସାରେ ଗୋଡେଇଲାଣି, ଏଗୁଡା ସବୁ ଚାଲିଛି। ଆଜ୍ଞା ତେଣୁ ହଁ ଏଇଗୁଡା ସବୁ ଚାଲିବା ଦ୍ଵାରା ଜ୍ଞାନ ମାର୍ଗ ସେମାନଙ୍କର ଟୋଟାଲ ବନ୍ଦ। ହୁଁ ତେଣୁ ଏଇଗୁଡାକରୁ ଯୋଉ ସାଧୁ ବିରତ ହେଇକି ଯଦି ସେ ହୁଁ କେବଳ ଚାଷ କରିବ, ରିସର୍ଚ୍ଚ କରିବ, ହୁଁ ଆମର ହୁଁ ସାଧୁର ଲକ୍ଷଣ ଈଶ୍ୱର ଭକ୍ତି, ଦୁଗ୍ଧ ପାନ କଲେ ବଢଇ ଶକ୍ତି। ହଁ ହଁ। ଆ ତେଣୁ ସାଧୁର ଲକ୍ଷଣ ଈଶ୍ୱର ଭକ୍ତି, ଈଶ୍ୱର ଭକ୍ତି କର। କିନ୍ତୁ ଈଶ୍ୱର ଭକ୍ତି ଆମ ହିନ୍ଦୁ ଶାସ୍ତ୍ରରେ ଏମିତି ଜଟିଳିଆ ହେଇଯାଇଛି, ଈଶ୍ୱର ଭକ୍ତି ହଁ ପୁରା ଠିକ। ବାଛା ଈଶ୍ୱର ଭକ୍ତି ଟା ହେଇଯାଉଛି କଣ ନା ଜଟିଳିଆ ହେଇଯାଉଛି। ହଁ ହଁ। ଈଶ୍ୱର ନାମରେ ତମେ ସାକାର ପୂଜା କରିକିରି ତମେ ଅନ୍ୟାନ୍ୟ ପ୍ରକାର ହେଇକି କର୍ମକାଣ୍ଡକୁ ମାତି ଯାଉଛ, ଯୋଉଥିରେ କି ଜ୍ଞାନ କାଣ୍ଡ ଟାକୁ ଆମେ ଛାଡି ଯାଉଛନ୍ତି। ବାସ୍ ବାସ୍ ସେଇଆ ହିଁ ହଉଛି। ଭାଗବତରେ ସିଧା ଲେଖୁଛି, ଯାହାର ମନ କର୍ମ କାଣ୍ଡେ ସେ କାହିଁ ଯିବ ଉର୍ଦ୍ଧ ଦାଣ୍ଡେ। ଉର୍ଦ୍ଧ୍ୱ ଆଜ୍ଞା ଦାଣ୍ଡ ମାନେ ଯୋଉ ସୂକ୍ଷ୍ମ ମସ୍ତିଷ୍କ ଚିନ୍ତାଧାରା କରିବା ପାଇଁ ହେଲେ, ଶୁଣ ଗୋଟେ ଆଜ୍ଞା କଥା ମୁଁ ବୁଝେଇ ଦଉଛି, ଯେ ମୋ ଆଜ୍ଞା ମୁଣ୍ଡ ଟା ବିନ୍ଧୁଛି, ମୁଁ ହଁ ପରୀକ୍ଷା ଦେଇପାରିବି କି? ନା। ତେଣୁ ପ୍ରଥମେ ମୁଣ୍ଡ ବିନ୍ଧା ବଟିକା ଖାଇକି ମୁଣ୍ଡ ଟାକୁ କରିବାକୁ ଭଲ ପଡିବ କଲେ ତାପରେ ପରୀକ୍ଷା ହଲକୁ ଯିବି ନା ନାଇଁ? ହଁ ଠିକ ହଁ ସେଇଭଳି ମୋର ସ୍ମରଣ ଶକ୍ତି ନାହିଁ, ମୁଁ ହୁଁ ଜ୍ଞାନ କଥାଟାକୁ ବୁଝିବି କେମିତି? ନା ତେଣୁ ହବନି। ପ୍ରଥମ ସ୍ମରଣ ସହିତ କଣ ନା ବ୍ରହ୍ମଚର୍ଯ୍ୟ ପାଳନ କରିକି, ଆସନ ପ୍ରାଣାୟାମ କରିକିରି ମୋ ସ୍ମରଣ ଶକ୍ତି ଟାକୁ ପ୍ରଥମେ ବଢେଇବାକୁ ପଡିବ। ହୁଁ 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 ସ୍ମରଣ ଶକ୍ତି ବଢି ସାରିଲା ପରେ ତାପରେ ସେଇଠୁ କଥାଟାକୁ କହିଲେ ବୁଝିବେ ନା, କାହିଁକି ଜଣେ ସଦ୍ଗୁରୁ ସେ ସବୁ ଶିଷ୍ୟଙ୍କୁ ଶିକ୍ଷା ଦିଅନ୍ତି ନାହିଁ। ହୁଁ ହୁଁ ହୁଁ। ସିଏ କୁହନ୍ତି କଣ ନା, ଆସନ ପ୍ରାଣାୟାମ କରୁ କରୁ ଦେଖିବେ ଯାହାର ମସ୍ତିଷ୍କ ସ୍ଥିର ହେଇଗଲା, ଯାହାର ମସ୍ତିଷ୍କ ଉନ୍ନତ ହେଇଗଲା, ତାକୁ ହୁଁ ହିଁ କେବଳ ସିଏ ବୁଝେଇବେ, ଅନ୍ୟମାନଙ୍କୁ ବୁଝେଇ ପାରିବେନି। ହଁ ସେଇଆ ହିଁ ଆମେ ଲକ୍ଷ୍ୟ କରିଛେ, ଆଜ୍ଞା ଆଜ୍ଞା। ଦେଖନ୍ତୁ ଆମର ଯୋଉ ପାର୍ବତୀଙ୍କି ଈଶ୍ୱର ଏକାମ୍ର କାନରେ ଏକା ବୁଝେଇଲେ, କେମିତି ନା ହୁଁ ଯେତେବେଳେ ଦେଖିଲେ ପାର୍ବତୀ ଉପଯୁକ୍ତା ହେଇଗଲେ ବୁଝିବାର, ହୁଁ ସେତେବେଳେ ସେ ବୁଝେଇଲେ। ଠିକ ହଁ ସେଇଭଳି ଯେ ଉପଯୁକ୍ତ ହବା ପାଇଁ ପ୍ରଥମେ ମୁଁ ବର୍ତ୍ତମାନ ଯେତିକି ମୋ ପାଖକୁ ଆସିଲେଣି, କେହି ହୁଁ ଜଣେ ଉପଯୁକ୍ତ ହବା ପାଇଁ ରେଡି ହଉନାହିଁ। ଓହୋ। ସିଏ ଆସି କହୁଛନ୍ତି ବାବା କଣ ରଖିଛ ପୁଳେ ଦେଇଦିଅନି। କୋଉଠି କୋଉ କୋଥଳୀରେ ଆପଣ ରଖିଛନ୍ତି ପୁଳେ ଜ୍ଞାନ, ମତେ ଦେଇଦିଅ ମୁଁ ମୁଣ୍ଡେଇକି ନେଇକି ପଳେଇମି। କଣ କଣ ବୁଝିଲେ ନା, ଏଇଟା ହଉଛି ଲୋକଙ୍କର। ଇଏ ଗଲେ ଇଏ ହେଲା ଜ୍ଞାନ ପିପାସୁ ଭକ୍ତ, ଆଉ ସକାମୀ ଭକ୍ତ କିଏ କଲା ଆଜ୍ଞା ମୋ ଝିଅ ବାହାଘର ହଉନି, ଆଜ୍ଞା ମୋ ପୁଅର ଚାକିରିଟା ହେଲାନି। ଏତେ ଭକ୍ତି ଯେ କାହାରି କଣ ଭକ୍ତିରେ କଣ ନା, ଆଜ୍ଞା ମୋର ଏଇଟା କରିଦିଅ। କିରେ ସେଥିରେ ମୁଁ ତ ସେ କଥା ଜାଣିନି, ମୁଁ ଆଜ୍ଞା କେବଳ ଜ୍ଞାନ ବିଚାର ଜାଣିଛି। ତମେ ସେଇ ହଁ କଥା ପାଇଁ ଆସ ନା, ଆଉ କେତେକ ଅଛନ୍ତି ସାଧୁ ନିନ୍ଦୁକ ଅଛନ୍ତି। ବୁଝିଲେ, ଆଜ୍ଞା ଆଜ୍ଞା ସିଏ ଆଜ୍ଞା ନିନ୍ଦା କରିବେ, ଯଦି ନିନ୍ଦା ଆଜ୍ଞା କରିବେ ସିଏ ଦେଖୁଥିବେ ଆପଣଙ୍କ ଛିଦ୍ର ଟା କୋଉଠି। ଓହୋ ଏଇ ଯୋଉ ବାବାଜୀ ତା ଛିଦ୍ର କୋଉଠି, ସେ ଆଚ୍ଛା ସେଟାକୁ ଆଚ୍ଛା ଉଣ୍ଡାଳି ବୁଲଥିବ ନା। ହେଇ ମୁଁ ବା ଓହୋ ଯାଇଥିଲି ଏଇଆ କହିଲେ, ଦେଖନ୍ତୁ ଜଣେ ଭକ୍ତ ସେ ହୁଁ ହୁଁ ଆସିକି ଏଠି ସେ ସାଧନା କରିବ ବୋଲିକି ମୋଠୁ ଦୀକ୍ଷା ନେଇକି ଗଲା। ଆଜ୍ଞା ଦୀକ୍ଷା ଯଦି ନେଇକି ଗଲା,
ସିଏ ହଉଛି କନ୍ଧମାଳ ଡିଷ୍ଟ୍ରିକ୍ଟରେ ତା ଘର। ଆଜ୍ଞା ସେ ଆଜ୍ଞା ଯେତେବେଳେ ଦୀକ୍ଷା ନେଇଗଲା ସେଠୁ ଦେଇ ଯାଇକି ପୁଣି ମଝିରେ ଫୋନ କଲା, କହିଲା ବାବା ମୁଁ କହିଲି କଣ ନା ଆପଣ ୟୁଟ୍ୟୁବରେ ସବୁବେଳେ କହୁଛନ୍ତି ଟଙ୍କାଟେ ଦରକାର ନାହିଁ, ହୁଁ 5ଟି ଧବଲା ଫୁଲ ହେଲେ ଆପଣଙ୍କର ହବ। ମୁଁ କହିଲି ହଁ। ହୁଁ ଆଚ୍ଛା ତତେ କହିଛି କି? କହିଲା ନା। ଆଚ୍ଛା ତତେ ତ କହିନି ଏ କଥା କହୁଛୁ କାହିଁକି? ନା ମୁଁ ନିଜେ ଦେଖିଛି ଆପଣ ଜଣେ ଲୋକକୁ କହିଲେ 500 ଟଙ୍କା ନଦେଲେ ହେଇପାରିବନି। ମୁଁ କହିନି ଯୋଉ ଆଚ୍ଛା 500 ଟଙ୍କା ନଦେଲେ ହେଇପାରିବନି ତୁ ଯୋଉ କହୁଛୁ ସେଇଟା ତୁ କହୁଛୁ ତା ପାଇଁ, ସେ ହଁ ଲୋକ ତ କାହିଁ ମତେ ଦିନେ କହିନି। ନା ଏଇ ପ୍ରଶ୍ନଟା ସିଏ ମତେ କହିନି କି ଆପଣ କହୁଛନ୍ତି ଆପଣଙ୍କ ପଇସାଟା ଦରକାର ମୋଠୁ କାହିଁକି 500 ଟଙ୍କା ନେଲେ। ଏକଥା କିଏ କହିନି, ତୁ କେମିତି ଜାଣିପାରିଲୁ? ମୁଁ ସେଇଠୁ କହିବି ତୁ ଆଉ ଦିନେ ଆସିବୁନି ମୋ ପାଖକୁ। କାହିଁକିନା ବହୁତ 2 ଜଣ ଲୋକ ଅଛନ୍ତି ଗୋଟେ ଆମ ଦୁନିଆରେ, ଜଣେ ଦୋଷଦର୍ଶୀ ଜଣେ ଗୁଣଦର୍ଶୀ। ଦେଖନ୍ତୁ ଏଇଠି ସେ ବୁଝିପାରିଲେନି ଯେ ନା ଗୁରୁ କାହାକୁ 500 କାହାକୁ 0 କରନ୍ତି ସେଟା ଗୁରୁ ଜାଣନ୍ତି, ତୁମେ କିଏ ତା ଭିତରେ ମୁଣ୍ଡ ପୁରେଇବାକୁ। ବାସ୍। ଆଉ ଗୋଟେ ଶିଷ୍ୟ ଆସିଲେ, ସିଏ ଯୋଉ କ୍ରିୟାଯୋଗ ଫ୍ରିୟାଯୋଗ ମେଚେ ଖଣ୍ଡ କରିଛନ୍ତି ୟାଚୁଡୁ ଆଜ୍ଞା କରିଦେଇକି ତା ମନ ଭିତରେ ଅହଙ୍କାର ଅଛି ହାମ ସବୁ ଜାଣତା ହେ। ଓହୋ ଆଚ୍ଛା ଯଦି ତୁ ସବୁ ଜାଣିଛୁ ତାହେଲେ ପୁଣି ମୋ ପାଖକୁ ଆସିଲୁ କାହିଁକି? ନା ଜାଣି ସାରିଲା ପରେ ମନ ଶାନ୍ତି ହଉନି। ମୁଁ ଯିମି ବିଶ୍ଵଭର ବାବାଙ୍କ ଠାରୁ କିଛି ଶିଖିମି। ଆସିଲା ହଉ ଠିକ ଅଛି, ମୁଁ ତାକୁ ଦେଖିନି ସିଏ ସବୁ ଯାହା ଜାଣିଛି ତାହା ଭିତରୁ ସେ କରୁଛି ଯୋଉ ଜିନିଷ ସେଇ ଜିନିଷଟା ହିଁ ଆମର ବୁଝିଲେ ଆଜ୍ଞା ନା। କିନ୍ତୁ ହୁଁ ମୁଁ କହୁଛି ପୂର୍ବରୁ ଆସିବ ପଶ୍ଚିମକୁ, ସିଏ କଣ କରୁଛନ୍ତି ନା ପଶ୍ଚିମରୁ ଯାଉଛନ୍ତି ପୂର୍ବକୁ। ଓଲଟା କରୁଛନ୍ତି। ତେଣୁ ମୁଁ ବୁଝେଇଦେଲି, ମୁଁ କହିଲି ନା ସେଇଟା ନୁହେଁ, ଏଇ ପାଠଟା ହଉଛି ମୁଁ ଯାହା କହୁଛି ଓଲଟା ପାଠରେ ତମେ କର। ତାକୁ ଏ ଆଜ୍ଞା କଥା କହିଲି। ତାପରେ ସିଏ ମତେ ପ୍ରଶ୍ନ ପଚାରିଥିଲା ଆଗରୁ ଯେ ବାବା ହୁଁ ମୋ ନିଃଶ୍ୱାସ ଟା ପୁରା ଏକଦମ ଧୀର ହେଇଗଲାଣି। ଓହୋ ତାମାନେ ମୁଁ କହିଥାନ୍ତି ଯେ ତୋର ଯଦି ଧୀର ହେଇଗଲାଣି, ତୋର ଜ୍ଞାନ ହେଇଗଲାଣି, ତୁ ଉପରକୁ ଉଠିଗଲୁଣି, ମୁଁ ଏଗୁଡ଼ା କହିଥାନ୍ତି। ହଁ ମୁଁ ତାମାନେ ତ ସେ ପ୍ରଶଂସା ଖୋଜୁଥିଲେ ଆଉ। ଖୋଜୁଥିଲେ, କିନ୍ତୁ ମୁଁ କହିଲି ନା ସେଗୁଡ଼ା ସବୁ କିଛି ନୁହେଁ, ସେଗୁଡ଼ା ସବୁ ଛାଡେ, ମୁଁ କରୁଛି ତୁ କାମ କର। ଏ କଥା କହିଲି ହୁଁ ନା। ତାପରେ ସେଠୁ ଗୋଟେ ଏପିସୋଡରେ ଦେଖିଲା ଯେ ବାବା କହୁଛନ୍ତି ପବନ ଟା ଯେତେ ଧୀର ସୂକ୍ଷ୍ମ ହବ ସେତେ ଯାଇକି ତମର ମସ୍ତିଷ୍କ ଉନ୍ନତ ହବ। ଆଉ ମୋର ତ ହୁଁ ହେଇଯାଇଛି। ବାବା କଣ ମତେ ମନା କଲେ? ତାହେଲେ ସେ ଗୁରୁଟା ଠିକ ନୁହେଁ। ବୁଝିଲା ନା। ସେଇଠୁ ଯୋଉ ଲୋକ ମତେ ଏକଥା କହିଲା ମୁଁ କହିନି ତାକୁ କହିଦବୁ ଆମ ଭାଗବତ ଲେଖା ହେଇଛି ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା, ଗୀତା ଲେଖା ହେଇଛି ଆଜ୍ଞା ଉପଦେକ୍ଷନ୍ତି ଆଜ୍ଞା ତେ ଆଜ୍ଞା ଜ୍ଞାନଂ ଜ୍ଞାନୀନ ତତ୍ତ୍ୱଦର୍ଶିନ ଶୁକ ହୁଁ ଚରଣ ତଳେ ପଡି କଏ ପରୀକ୍ଷ କର ଯୋଡି। ହୁଁ ହୁଁ ସେଇ ଗୀତାରେ ଭଗବାନଙ୍କୁ ଅର୍ଜୁନ ପଚାରିଛି ପ୍ରଭୁ ହୁଁ ଆପଣ ସେ ଅଧ୍ୟାୟରେ କହିଲେ କର୍ମ ତ୍ୟାଗ କରିବା ପାଇଁ, ହୁଁ ପୁଣି ଏ ଅଧ୍ୟାୟରେ କଣ କହୁଛନ୍ତି କର୍ମ କରିବା ପାଇଁ? ହଁ ହଁ ସେଇ ଲୋକର ପ୍ରଶ୍ନଟା ଏଇଭଳିଆ। ଆପଣ ଆଜ୍ଞା ସେ ଅଧ୍ୟାୟରେ କହିଲେ କର୍ମଟାକୁ ତ୍ୟାଗ କର, ପୁଣି ହୁଁ ଏ ଅଧ୍ୟାୟରେ କଣ କହୁଛ କର୍ମ କରିବା ପାଇଁ? ଭଗବାନ ହୁଁ ବୁଝେଇ ଦେଲେ କୋଉଟା କର୍ମ କୋଉଟା ଅକର୍ମ, କୋଉଟା ଅକର୍ମ ବିକର୍ମ, ହଁ କୋଉଟା ହଁ ବିହିତ କର୍ମ, କୋଉଟା କରିବା ଉଚିତ, କୋଉଟା ବୁଝେଇ ଦେଇକି ତାକୁ ଠିକ କ୍ଲିୟର ହଁ କରିଦେଲେ। ତୋର ଆଜ୍ଞା ଯଦି ସେ ସନ୍ଦେହ ହେଲା ହୁଁ ତୁ ତ ଗୁରୁ କରୁଥିଲୁ, ଗୁରୁଙ୍କ ପାଦ ତଳେ ଆସି ପଡିଥାନ୍ତୁ, କହିଥାନ୍ତୁ ଆପଣ ମୋର ତ ଆଜ୍ଞା ପୁରା ସ୍ଥିର ହେଇଯାଇଥିଲା, ହୁଁ ଆପଣ କଣ କଲେ ସେଇଟା ଠିକ ନୁହେଁ ବୋଲି। ଆଉ ଯଦି ସେଇଟା ଠିକ ନୁହେଁ, ଆପଣ ଏଇ ଏପିସୋଡରେ କଣ ଏଇଆ କହିଛନ୍ତି ଟିକେ ଦୟାକରି ମତେ ବୁଝେଇ ଦିଅନ୍ତୁ କାହିଁକି ଆପଣ ଏକଥା କହିଲେ। ଆଜ୍ଞା ଯଦି ଉପଯୁକ୍ତ ଶିଷ୍ୟ ହେଇଥାନ୍ତା, ହଁ ହୁଁ ସିଏ ଯଦି ସେଇ କଥାଟାକୁ ଗୁରୁଙ୍କୁ ପଚାରିଥାନ୍ତା, ଗୁରୁ ଯଦି ସନ୍ଦେହ କ୍ଲିୟର ନ କରି ପାରିଥାନ୍ତେ ତାହେଲେ ହୁଁ ତମେ ଜାଣିଥାନ୍ତ ଯେ ନା ଗୁରୁ ଯାହା କହୁଛନ୍ତି ଭୁଲ କହୁଛନ୍ତି, ତାଙ୍କୁ ତମେ ତ୍ୟାଗ କର କି ଯାହା କର। କିନ୍ତୁ ଆଜ୍ଞା ତମେ ଗୁରୁଙ୍କୁ ତ ଏକଥା ପଚାରିନା, ଆଜ୍ଞା ତାମାନେ ତାଙ୍କର ଅହଙ୍କାର ପ୍ରବଳ ଅଛି। ତେଣୁ ଅହଂକାର ବହୁତ ଆଉ ବହୁତ ଅଛି। ତେଣୁ ଯେତେବେଳେ ମତେ ଯୋଉ ଲୋକ ତାଙ୍କ ବିଷୟରେ କହିଲା ମୁଁ ତାକୁ ହୁଁ ତାକୁ କହିବୁ ଆଉ ଜୀବନ ଭରି ମୋ ପାଖକୁ ଦିନେ ଆସିବନି, କାରଣ ହୁଁ ମୋର କାହାଠୁ ଟଙ୍କାଟେ ଦରକାର ନାହିଁ। ହଁ ତମେ ଆସିଲେ ଖୁସି ନ ଆସିଲେ ଖୁସି, ଆଜ୍ଞା ମୁଁ ଚାହୁଁନି ତମ ପାଖକୁ ଯିବା ପାଇଁ, ତମେ ଆସୁଛ ଚାହୁଁଛ ମୋ ପାଖକୁ ଆସିବା ପାଇଁ। ଫୁଲ ଚାହୁଁନାହିଁ ଭଅଁରକୁ ଟାଣିବା ପାଇଁ, ହୁଁ ଫୁଲ ହୁଁ ବାସୁଛି ହୁଁ ଭଅଁର ଆସୁଛି। ହୁଁ କାମନାଟା ଭଅଁରର, ଫୁଲର ନୁହେଁ। ତେଣୁ ସେଇଭଳି ପ୍ରକାର ମୋର ସେଗୁଡ଼ା କିଛି ଦରକାର ନାହିଁ। ଆସିଲେ ନା ଖୁସି ନୁହଁ, ମୁଁ କେବଳ ୟୁଟ୍ୟୁବ ଚ୍ୟାନେଲରେ ଛାଡିବାର ଉଦ୍ଦେଶ୍ୟ ଯେ ମୋ ଭିତରେ ଯୋଉ କଥା ଗୁଡାକ ଯେ ପଚିଯିବ ଯେ ଜନ ସମାଜରେ ମୁଁ ବାଣ୍ଟୁଛି। ତମେ ଯେତେବେଳେ ଜାଣନ୍ତୁ ଶୁଣି ତା ଭିତରେ, ହଁ ଯିଏ ବି ଯୋଗ୍ୟ ସେ ତ ଜାଣିବ ନା ଯାହାହେଲେ ବି।
ବାସ୍। ତେଣୁ ତମେ ଯଦି ଚାହୁଁଛ ଏଠିକି ଆସ, ଆସିକି ବୁଝ କି କର। କିନ୍ତୁ ସନ୍ଦେହ ସଞ୍ଚୟ ଆତ୍ମା ବିନାଶତି, ହୁଁ ଗୁରୁଙ୍କୁ ନ ମଣିବ ନର, ଗୁରୁ ହୁଁ ହିଁ ସାକ୍ଷାତ ଈଶ୍ୱର, ଆଜ୍ଞା ମୁହିଁବ ସଇ ଗୁରୁ ଦେହେ, ମୋ ଠାରୁ ଗୁରୁ ଭିନ୍ନ ନୋହେ। ହୁଁ ପ୍ରଥମେ ସେ ଜ୍ଞାନ ଫ୍ୟାନ କଥା ଛାଡ, ପ୍ରଥମେ ଆଗେ ଗୁରୁଙ୍କୁ ଭଲ ପାଇ ବସନି। ହଁ ଗୁରୁଙ୍କ ହୃଦୟ ସହିତ ତମେ ହୃଦୟ ମିଳେଇ ଦିଅନି। ଗୁରୁ କେତେବେଳେ ସନ୍ତୁଷ୍ଟ ହେବେ? ଟଙ୍କା ପଇସା ସୁନା ରୂପାରେ ନୁହେଁ। ତମେ ଯଦି ଆଜ୍ଞା ଗୁରୁଙ୍କ ପାଖରେ ଆସିକି ସେବାରେ ବିନିଯୋଗ କରିବ, ଗୁରୁଙ୍କ କଥାରେ ସହମତ କରିବ, ଗୁରୁଙ୍କ ଆଜ୍ଞା କଥାକୁ ବିରୋଧ କରିବନି, ସେତେବେଳେ ଗୁରୁ ଖୁସି ହେଇଯିବେ। ବାବା, ମୁଁ ଗୋଟେ ଜିନିଷ କହୁଛି ଆପଣଙ୍କୁ, ମୁଁ ଦେଖିଛି ଯେତେ ବି ମାନେ ପ୍ରକୃତ ଅବତାର ଆଉ ମହାପୁରୁଷ ସନ୍ଥ ଯୋଉମାନେ, ସେମାନେ ସବୁବେଳେ ତାଙ୍କ ଶିଷ୍ୟ ମାନଙ୍କୁ କହିଛନ୍ତି ମତେ ଟିକେ ଭଲ ପାଉଥାଅ। ବାସ୍, ସେତିକି ଦରକାର। ସେତିକି ହେଇଗଲେ ତମର ସବୁ ହେଇଯିବ। ଭଲ ପାଇବା ଏତେ ସହଜ କି? ସହଜ ନୁହେଁ, ଜମା ନୁହେଁ। ଗୁରୁକୁ ତମେ ଭଲ ପାଇବ, ତମ ଦେହରୁ ସିନା ପାପ କର୍ମ ଗୁଡାକ ଚିନ୍ତା, ପାପ ଚିନ୍ତାଧାରା, ପାପ କର୍ମ ସବୁ ସମ୍ପୂର୍ଣ୍ଣ ଦୂରେଇକି ହୁଁ ହୁଁ ଚିତ୍ତ ଶୁଦ୍ଧି ହେଲେ ତମେ ଗୁରୁଙ୍କୁ ଭଲ ପାଇବ। କାରଣ ହଁ ଗୁରୁଙ୍କର ଚିତ୍ତ ଶୋଧନ ହେଇଯାଇଛି। ତମ ହଁ ଚିତ୍ତ ଶୋଧନ ନହେଲେ ତମେ କଣ ତାଙ୍କ ସାଙ୍ଗରେ ମିଶି ପାରିବେ? ନା ହବନି। ଗୋଟେ ଗଞ୍ଜିଡିଆ ପାଖରେ ଆଉ ଜଣେ ଗଞ୍ଜେଇ ଖିଆ ଲୋକ ବସିଲେ, ଦି ଜଣ ଭଲ ପାଇବେ ଦି ଜଣଙ୍କୁ। ଆଜ୍ଞା ଗୋଟେ ମଦୁଆ ପାଖରେ ଆଉ ଗୋଟେ ମଦୁଆ ବସିଲେ, ଦି ଜଣ ଜଣଙ୍କୁ ଭଲ ପାଇବେ। ତେଣୁ ଗୁରୁଙ୍କର ଯେହେତୁ ଚିତ୍ତ ଶୋଧନ ହେଇଯାଇଛି, ତମର ଯେତେବେଳେ ଚିତ୍ତ ଶୋଧ ହେଇଯିବ, ତମେ ଗୁରୁଙ୍କୁ ଭଲ ପାଇବ, ଗୁରୁ ତମକୁ ଭଲ ପାଇବେ। ଆଜ୍ଞା ଆଜ୍ଞା। ଚିତ୍ତ ଶୋଧନ ନହେଲା ପର୍ଯ୍ୟନ୍ତ ଗୁରୁଙ୍କ ପାଖକୁ ଯାଇପାରିବନି, ଡରିବ, ଭୟ ଲାଗିବ। ଆଜ୍ଞା। ଏଗୁଡା ସବୁ ଶ୍ରୀ ଶ୍ରୀ ଦୟାନନ୍ଦ ପରମ ଦେବଙ୍କ ପାଖରୁ ସବୁ ସ୍ୱ ଅନୁଭୂତି ଆମର ଅଛି। ଆଜ୍ଞା ଆଜ୍ଞା ଆଜ୍ଞା। ମାନେ ସବୁ ଯାହା କରୁଛନ୍ତି ଚାଲିଛି ଜଗତରେ, ଯିଏ ଯାହା ଚାଲିଛି ଚାଲିଛି। ମୁଁ ଖାଲି ଧାନ ବୁଣି ଚାଲିଛି, ମୁଁ ହୁଁ ଦେଖୁଛି ଗଜା କୋଉ କିଆରିରେ ଉଠିବ। କିନ୍ତୁ ଦେଖୁଛି ବାବା, ସବୁ। ଆପଣ ସଶରୀରେ ବର୍ତ୍ତମାନ ବିଦ୍ୟମାନ, ମୁଁ କାହିଁକି ଆଉ ଶୁଭସ୍ୟ ଶୀଘ୍ର, ମୁଁ କାହିଁ ଡେରି କରିବି, ଗୋଟେ ଜିନିଷ ଟିକେ ପଚାରି ନଉଛି ଆପଣଙ୍କୁ। ହୁଁ। ମୁଁ ସେ ଲେଖାଟା ପଢିବି କି? କୋଉଠୁ କହୁଛ କୁହ? ମୁଁ ଭୁବନେଶ୍ୱରରୁ କହୁଛି। ଭୁବନେଶ୍ୱର ଯଦି କହୁଛ, ଗୋଟେ କଥା ଶୁଣ। ପ୍ରତି ମାସର ଶେଷ ରବିବାର ମୁଁ ଭୁବନେଶ୍ୱର ଯାଉଛି। ପ୍ରତି ମାସର ଶେଷ ହଁ। ତେଣୁ ରବିବାର। କୋଉଠିକି ଆସନ୍ତି ଆପଣ? କହୁଛି, ଆମର ଏଇ ଫେବୃଆରୀ ମାସ ଶେଷ ରବିବାରଟା ପଡୁଛି 22 ତାରିଖ। ଆଜ୍ଞା। ସୁନ୍ଦର ପଦାର ବୋତଣ୍ଡା ହୁଁ। କୁ ମୁଁ ଯାଉଛି। ଆଚ୍ଛା। ସେଇଠି ଆମର ପରମାନେଣ୍ଟ ଆଲୋଚନା ଚକ୍ର ଆରମ୍ଭ ହେଇଛି। ଗୋଟିଏ ମାସ ହେଇଛି, ଏ ମାସ ଦ୍ୱିତୀୟ ମାସ। ଆଜ୍ଞା ପ୍ରତି ମାସରେ ଥରେ ଲେଖା ମୁଁ ଯାଇ ସେଠି ଆଲୋଚନା ଚକ୍ର କରିବି। ସୁନ୍ଦର ପଦାର ବୋତଣ୍ଡା ଏବଂ ହୁଁ ପ୍ଲଟ ନମ୍ବରଟା ହଉଛି ହୁଁ 68/1004। ଆଚ୍ଛା। 68/1004। ଆଚ୍ଛା। ଏଇଟାକୁ ମନେ ରଖିଥା। ଯଦି ଚାହିଁବ, ଆପଣ ସେଠି ପହଞ୍ଚି ଯାଉଛନ୍ତି କେତେଟାରେ, ଆଉ ବାହାରୁଛନ୍ତି କେତେଟାରେ? ଶୁଣନ୍ତୁ, ମୁଁ 22 ତାରିଖ ଦିନ ମୁଁ 10ଟା 11ଟାରୁ 12ଟା 1 ପର୍ଯ୍ୟନ୍ତ ଟାଇମ ରଖିଛି। ହୁଁ କିନ୍ତୁ ମୁଁ 21 ତାରିଖରେ ଏଠୁ ଯିବି। ଆଚ୍ଛା। 21 ତାରିଖରେ ରହିବି। 22 ତାରିଖ ଦିନ 10ଟା 10ଟା 11ଟା ଭିତରେ ଆଲୋଚନା ସାରିକି ଘଣ୍ଟେ 2 ଘଣ୍ଟା ହଁ, ସାରି ଦେଇକିରି ତା ପୂର୍ବ ଦିନ ନଗଲେ ଆପଣଙ୍କୁ ଅସୁବିଧା। ସେଇ ଦିନ ଆସିଲା ମାନେ ପୁଣି କେତେବେଳେ ଡେରି ହେଇଯାଉଥିବ, ତାପରେ ଟିକେ ଟାୟାର୍ଡ ହେଇଯାଉଥିବେ। ହଁ, ତାପରେ କାମ ସାରି ଦେଇକି ମଧ୍ୟାହ୍ନ ଭୋଜନ ସାରି ଦେଇକି 4ଟା ହଁ 5ଟା ବେଳକୁ ଗାଡି ଅଛି, ମୁଁ ପଳେଇ ଆସିବି। ବାସ୍ ଠିକ ସେଇଟା। ଆଉ ସେଇଠି ଆଲୋଚନା ଚକ୍ର ଚାଲିଛି, ଯଦି ପାରିବ ଯିବ। ଆଜ୍ଞା ଆଜ୍ଞା। ସିଏ ବାବା କହୁଛି କଣ କି, ଆମର ଦେଖିବେ ଯେତେ ବି ପରମହଂସ ସମସ୍ତଙ୍କର ଲେଖାରେ ସେଇ ଗୋଟେ ଜିନିଷ ରହୁଛି, ଯୋଉ ଜୀବ ପରମର ଖେଳ ବାହାର ଭିତର ଏଇ ଯୋଡିକ ଶବ୍ଦ ଥାଏ। ଯେତେବେଳେ ଜୀବ ଭିତରେ ଥାଏ ପରମ ବାହାରେ, ପରମ ଭିତରେ ଥିଲେ ଜୀବ ବାହାରେ। ଆଉ ଖେଳ ନିମିତ୍ତ ଦୁଇ ଜଣ, ଜଣେ ହେଇଥିଲେ ବି ଜଣେ ଦି ଜଣ ଖେଳ ପାଇଁ ଦୁଇ ହେଇଥାନ୍ତି। ଆଚ୍ଛା, ମୁଁ କହିବା କଥା, ଏଇ ଯୋଉ ଭିତର ଆଉ ବାହାର ବୋଇଲେ ଆମ ଶରୀର ଭିତର ଆଉ ଶରୀର ବାହାର ବୁଝେଇବ ନା ସୁଷୁମ୍ନା ନାଡିଟା ହଉଛି ଭିତର, ତା ନାଇଁ ନାଇଁ ନାଇଁ, ଅନ୍ୟଟା ହଉଛି ପବନ ଭିତର ବାହାର। ପବନ ଉଁ ବାହାର ଭିତରୁ ଫୁସଫୁସ କୁ ଆସୁଛି, ସେଟା ଭିତର। ଫୁସଫୁସ ରୁ ଆଚ୍ଛା। ବାହାରକୁ ବାହାରୁଛି, ସେଟା ବାହାର। ତାମାନେ ଆମ ଏଇ ଶରୀର ବାହାରଟା ହେଇଗଲା ବାହାର, ଶରୀର ଭିତରଟା ହେଇଗଲା ଭିତର। ହୁଁ। ଆଜ୍ଞା ଆଜ୍ଞା। ହଁ, ସିମ୍ପଲ ସେଇଆ ତା ମାନେ ଆଉ। ହଉ। ଆଜ୍ଞା ଆଜ୍ଞା। ହଉ ତାହେଲେ ଆପଣ, ମୁଁ ରଖୁଛି ବାବା, ଆପଣ ରେଷ୍ଟ ନିଅନ୍ତୁ, କଣ କାମ ଫାମ କରିବେ। ହୁଁ ହୁଁ। ଆଜ୍ଞା, ହଉ ତାହେଲେ।